ଘାସରୁ ଆପଣମାନେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ପାଇଁ ଚାହୁଁଛନ୍ତି କି? ହଁ ଦର୍ଶକ ବନ୍ଧୁ, ଆପଣମାନେ ମଧ୍ୟ ଘାସ ଚାଷ କରି ସ୍ୱାବଲମ୍ବୀ ହେବା ସହ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ। ସେଥିପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏ ଘାସ ଚାଷ ପାଇଁ କ'ଣ କରିବେ, କିଭଳି ଭାବରେ ଆବେଦନ କରିବେ, ଆସନ୍ତୁ ଜାଣିବା ଅତିରିକ୍ତ ପ୍ରାଣୀ ଚିକିତ୍ସକ ସୁରୂପାନନ୍ଦ ପତିଙ୍କ ଠାରୁ। କାମଧେନୁ ଯୋଜନାରେ ଆଉ ଗୋଟେ ଯୋଜନା ଆସିଛି ଘାସ ଚାଷ ପାଇଁ। ଯେଉଁମାନେ ଆକ୍ଚୁଆଲି ଗାଈ ରଖୁଛନ୍ତି, ଘାସର ଏଇକ୍ଷିଣା ସବୁଆଡ଼େ ଅଭାବ ରହୁଛି, ଆଉ ଦାନା ରେଟ୍ ବି ବହୁତ ବଢ଼ି ଚାଲିଛି। ସେଥିପାଇଁ ଗଭର୍ଣ୍ଣମେଣ୍ଟ ଓଡ଼ିଶା ସରକାର ଘାସ ଚାଷକୁ ପ୍ରାଧାନ୍ୟ ଦେଇ ସବୁଦିନିଆ ଘାସ ଚାଷ ପାଇଁ ଗୋଟେ ସ୍କିମ୍ ଆଣିଛନ୍ତି। ଆଉ ଯେଉଁଥିରେ ଆପଣ 1 ଏକରରୁ ଆରମ୍ଭ କରିକି 5 ଏକର ପର୍ଯ୍ୟନ୍ତ ଆପଣ ଘାସ ଚାଷ କରିପାରିବେ। ଆଉ ଏଥିରେ ଆପଣଙ୍କର ସବସିଡ଼ି ରହୁଛି 1 ଏକର ପାଇଁ 35,000, ଆଉ ମ୍ୟାକ୍ସିମମ୍ ଜଣିଏ ଲୋକ 5 ଏକର ପର୍ଯ୍ୟନ୍ତ ଘାସ ଚାଷ କରିପାରିବେ। ଆଉ ଏଥିରେ ସବସିଡ଼ି ଯେଉଁ ରହୁଛି 35,000 3 ବର୍ଷକୁ ଆସିବ। ପ୍ରଥମ ବର୍ଷରେ 15,000, ଦ୍ୱିତୀୟ ବର୍ଷରେ 12,000, ଆଉ ତୃତୀୟ ବର୍ଷରେ 8,000। ଆଉ ଯାହାର 1 ଏକର ବି ନାହିଁ ସେମାନେ 50 ଡିସମିଲ୍ କିମ୍ବା 25 ଡିସମିଲ୍ରେ ବି ଆପ୍ଲାଏ କରିପାରିବେ। ଆଉ ସେହି ଅନୁପାତରେ ଆପଣଙ୍କର ସବସିଡ଼ିର ପରିମାଣଟା ଭାଗ ହୋଇଯିବ। ଆଉ ଏଥିରେ ଆପଣ ସବୁଦିନିଆ ଘାସ ଆଉ ହାଇବ୍ରିଡ୍ ନାପିଅର କିମ୍ବା ପାରା, ହାତିଆ ଏଇ ଟାଇପ୍ର ଯେଉଁ ଘାସ ଆପଣ ରହୁଛି ତାକୁ ଆପଣ ଆପ୍ଲାଏ ଲଗାଇବେ, ଆଉ ଯାହାକୁ ଆପଣ 3 ବର୍ଷ ପାଇଁ କଣ୍ଟିନ୍ୟୁ କରିବେ। ଆଉ ଏଥିପାଇଁ ଆବଶ୍ୟକ ଦସ୍ତାବିଜ ଆପଣଙ୍କର ଜମି ପଟ୍ଟା, ଆଉ ତା ସହିତ ଆପଣଙ୍କର ବ୍ୟାଙ୍କ ପାସବୁକ୍ର ପ୍ରଥମ ପେଜ୍, ଆଉ ଆଧାର କାର୍ଡ଼, ଆଉ ଆଧାର ଲିଙ୍କ, ତା ସହିତ ଆଧାର ଲିଙ୍କ ମୋବାଇଲ ନମ୍ବର ହେଇଥିବା ଦରକାର, ଆଉ ଫଟୋ। ଏତିକି ଡକୁମେଣ୍ଟ ଆପଣ ନେଇ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ କିମ୍ବା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ, କିମ୍ବା ଜନସେବା କେନ୍ଦ୍ରରେ ଆପଣ ଆପ୍ଲାଏ ମଧ୍ୟ କରିପାରିବେ। ଆଉ ଏଥିରେ ଆପଣଙ୍କର ଯଦି ନିଜ ନାଁରେ ପଟ୍ଟା ନାହିଁ, ତେଣୁ ଯଦି କୋ-ସେୟାର ଅଛନ୍ତି ତାହେଲେ 3 ବର୍ଷ ପାଇଁ ଆପଣ ଗୋଟେ ନୋଟାରିଆନ୍ ଲିଜ୍ ବା ନୋଟାରୀ ପାଖରୁ ଆପଣ 3 ବର୍ଷ ପାଇଁ ଗୋଟେ ଲିଜ୍ କରିଦେବେ, ଯାହାଫଳରେ କି ସରକାରଙ୍କୁ କୌଣସି ଅସୁବିଧା ହେବ ନାହିଁ 3 ବର୍ଷ ପାଇଁ ସରକାରୀ ସହାୟତା ପ୍ରଦାନ କରିବାରେ। ଆଉ ଆସନ୍ତୁ ସମସ୍ତେ ମିଳିମିଶି ଆମ ରାଜ୍ୟରେ ଘାସ ଚାଷକୁ ବଢ଼ାଇବା, ଯାହାଫଳରେ ଦାନାର ଖର୍ଚ୍ଚଟା ଚାଷୀ ଭାଇମାନେ କମ୍ ପାଇବେ, ଆଉ ଗାଈର ବି କ୍ଷୀର ପ୍ରଡକ୍ସନଟା ବି ବଢ଼ିବ। କେତେ ଟଙ୍କା ବଜେଟ୍ ଅଛି? ହଁ, ଏଥିରେ ଆପଣଙ୍କର ଯଦି 1 ଏକର ପାଇଁ ନେବେ ତାହେଲେ 70,000 ଟଙ୍କା ରହୁଛି ପ୍ରୋଜେକ୍ଟ କଷ୍ଟ, ଆଉ 50% ଆପଣଙ୍କର ସବସିଡ଼ି ରହୁଛି। 35,000 ପାଇବେ 3ଟି କିସ୍ତିରେ। 3 ବର୍ଷ ପାଇଁ ପ୍ରଥମ ବର୍ଷରେ 15,000, ତାପରେ ନେକ୍ସଟ ବର୍ଷରେ 12,000, ଆଉ ତୃତୀୟ ବର୍ଷରେ 8,000। ଆଉ ହଁ, ସେଇଟା ଆପଣଙ୍କର ସେଇ ଡିବିଟି ମୋଡ଼ରେ ଆପଣ ଯେଉଁ ବ୍ୟାଙ୍କ ପାସବୁକ୍ଟା ଦେଇଥିବେ ଅନଲାଇନରେ ଅପଲୋଡ଼ କରିଥିବେ ଗୋସୁଗମରେ ଆପ୍ଲାଏ କଲାବେଳେ, ଆପଣଙ୍କର ପ୍ରଥମେ ଗୋ ହେଡ଼୍ ବା ୱାର୍କ ଅର୍ଡ଼ର ପାଇସାରିଲା ପରେ ଆପଣ ଘାସ ମଞ୍ଜି ନେଇକି ଆପଣଙ୍କର ନିଜ ଚଏସ୍ରେ ଯେକୌଣସି 12ମାସିଆ ଘାସ ନେଇକି ଆପଣ ଲଗାଇବେ। ଆଉ ଘାସ କଟିଂ ପୂର୍ବରୁ ଆପଣ ନିକଟସ୍ଥ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହିତ ଯୋଗାଯୋଗ କଲେ ଫିଲ୍ଡ ଭେରିଫିକେସନ୍ ହେବ, ଆଉ ତାପରେ ଯାହା ଆବଶ୍ୟକ ଦସ୍ତାବିଜ ବା ଡକୁମେଣ୍ଟ ଅଛି ଆପଣ ପ୍ରଦାନ କଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସବସିଡ଼ି ପଇସାଟା ଆସିବ। ଯେଉଁମାନେ ଗାଈ ଚାଷ କରୁଛନ୍ତି ସେମାନେ ଘାସ ଚାଷ କରିପାରିବେ? ଆଜ୍ଞା ହଁ, ଏଥିରେ ଆପଣଙ୍କର ଯେଉଁମାନେ ଆମର ଗୋପାଳନ ଯୋଜନାରେ ଆପ୍ଲାଏ କରୁଛନ୍ତି ସେମାନେ ମଧ୍ୟ ଘାସ ଚାଷ କରିପାରିବେ। ଆଉ ଯେଉଁ ଚାଷୀ ଭାଇ ଭଉଣୀମାନଙ୍କର ବଡ଼ ବଡ଼ ଫାର୍ମ ଅଛି, ଅଲରେଡ଼ି ଗାଈ ଅଛି, ସେମାନେ ମଧ୍ୟ ଅପ୍ ଟୁ 5 ଏକର ପର୍ଯ୍ୟନ୍ତ ଘାସ ଚାଷ କରିପାରିବେ। ଆଉ ଗାଈ ଯଦି ଆପଣଙ୍କର ନାହିଁ, ଆପଣ ଯଦି ବିଜନେସ୍ ପର୍ପଜରେ ବା ସପ୍ଲାଏ କରିବା ପାଇଁ ଚାହୁଁଛନ୍ତି, ଆପଣଙ୍କର ଜମି ଅଛି, ଆପଣଙ୍କର ଚାଷ ଜମି ଅଛି ଯେଉଁଟାକି ଆପଣଙ୍କର ଇରିଗେଟେଡ଼ ବା ସେଥିରେ ଆପଣ ମାନେ ପାଣି ଦେବାର ସୁବିଧା ଅଛି, ଆଉ ସେଇ ଟାଇପ୍ର ଯଦି ଜମି ଆପଣଙ୍କର ଅଛି ଆପଣ ମଧ୍ୟ ଆପ୍ଲାଏ କରିପାରିବେ। ଆଉ ଘାସ ଚାଷକୁ ଆପଣ ସପ୍ଲାଏ ବି ବାହାରକୁ କରିପାରିବେ ବିଜନେସ୍ ପର୍ପଜରେ।